ଚାଲିଛି ବିଧାନସଭା। ବିଧାନସଭାରେ ମୁଖ୍ୟମନ୍ତ୍ରୀ ଯେଉଁ ବଜେଟ୍ ଅଧିବେଶନ କରିଥିଲେ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିଲା ଏକ ନାଲି ବଜେଟ୍ ବକ୍ସ ବା ନାଲି ସୁଟକେସ୍, ଯେଉଁଥିରେ କି ବଜେଟ୍ର ସମସ୍ତ ତଥ୍ୟ ଥିଲା, ଯାହାକୁ ନେଇ ବର୍ତ୍ତମାନ ସାରା ରାଜ୍ୟରେ ବଜେଟ୍ ବକ୍ସ ବା ନାଲି ବକ୍ସ ଯେଉଁ ହଇଚଇ ସୃଷ୍ଟି କରିଛି। ସେ ଯେଉଁ ବଜେଟ୍ ଯେଉଁ ବକ୍ସରେ ଯେଉଁଥିରେ ଆସିଥିଲା ସମ୍ପୂର୍ଣ୍ଣ ତଥ୍ୟ ଆସିଥିଲା, ଯାହାକୁ ମୁଖ୍ୟମନ୍ତ୍ରୀ ନେଇ ବିଧାନସଭାରେ ଉପସ୍ଥାପନ କରିଥିଲେ। ଯେଉଁ ନାଲି ବଜେଟ୍ ବକ୍ସଟି ଥିଲା, ସେଇଟା ଜୟଦେବ ନିର୍ବାଚନ ମଣ୍ଡଳୀର ବାଳକାଟି ଅଞ୍ଚଳରେ ତିଆରି କରାଯାଇଥିଲା, ଯାହା ଜୟଦେବ ପାଇଁ ଗର୍ବ ଆଉ ଗୌରବର କଥା ଯେ ଯେଉଁ ବଜେଟ୍ ସମଗ୍ର ଓଡ଼ିଶାରେ ଉପସ୍ଥାପନ କରାଗଲା, ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବଜେଟ୍ ବକ୍ସ ଖୋଲାଗଲା। ସେ ବଜେଟ୍ ବକ୍ସ ବା ନାଲି ବକ୍ସଟି ବାଳକାଟି ଅଞ୍ଚଳରେ ତିଆରି କରିଥିଲା। ଯେଉଁ କାରିଗର ସେହି ବଜେଟ୍ ବକ୍ସ ତିଆରି କରିଥିଲେ, ଆଜି ସେ ଆମ ପାଖରେ ଅଛନ୍ତି ତଥା ଜୟଦେବର ଗୌରବ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ସମଗ୍ର ଓଡ଼ିଶାରେ ଯେଉଁ ବଜେଟ୍ ବକ୍ସ ବା ରେଡ୍ ବକ୍ସ ଖୋଲା ଯାଇଥିଲା, ମୁଖ୍ୟମନ୍ତ୍ରୀ ଏହି ବଜେଟ୍କୁ ଉପସ୍ଥାପନ କରିଥିଲେ, ତାକୁ ତିଆରି କରିଥିବା କାରିଗର ଆମ ସହିତ ଅଛନ୍ତି। ଆସନ୍ତୁ ତାଙ୍କ ସହିତ ଆମେ ସିଧାସଳଖ କଥା ହେବା। ବଜେଟ୍ ବକ୍ସ କିପରି କରାଗଲା ଏବଂ ସେଟା କେଉଁ କେଉଁ ଜିନିଷରେ ତିଆରି କରାଯାଇଛି, ତାକୁ ତିଆରି କରିବା ପାଇଁ କେତେ ସମୟ ଲାଗିଲା ଏବଂ ତାଙ୍କର ଅଭିଜ୍ଞତା କ'ଣ ଥିଲା, ଆପଣଙ୍କ ସିଧାସଳଖ ଆମେ କଥା ହେବା। ଭାଇ, ଆପଣଙ୍କୁ ଜୟଦେବ ନ୍ୟୁଜ୍କୁ ସ୍ୱାଗତ। ଜୟ ଜଗନ୍ନାଥ। ମାରୁନା ପିତା ସହଦେବ ମାରୁନା। କ'ଣ କହିବା ପାଇଁ ଏ ଯେଉଁ ବଜେଟ୍ ବକ୍ସ ତିଆରି କଲା ତାର ଅନୁଭୂତି ଟିକେ ଆମ ସହିତ ସେୟାର କରିବେ, ଆମ ଦର୍ଶକ ସହିତ ତିଆରି କରିବେ ଯେ କିଭଳି ଭାବରେ ବଜେଟ୍ ବକ୍ସ ତିଆରି କରାଗଲା, କେଉଁ କେଉଁ ମ୍ୟାଟେରିଆଲ ଏଇଟା ତିଆରି କରାଗଲା ଏବଂ କେମିତି କ'ଣ କରାଗଲା, ସେ ବିଷୟରେ ଆମକୁ ଦର୍ଶକ ଟିକେ କହିବେ। ବଜେଟ୍ ବକ୍ସଟା ଯେଉଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତରେ ଶୋଭାବର୍ଦ୍ଧନ କରିଥିଲା, ସେଗୁଟା ଚାରିଟା କ୍ରାଫ୍ଟର କାରିଗରମାନଙ୍କୁ ହ୍ୟାଣ୍ଡକ୍ରାଫ୍ଟ ଆଉ ହ୍ୟାଣ୍ଡଲୁମ୍ ମିଳିତ ଉଦ୍ଦେଶ୍ୟରେ ସେଟା କାରିଗରମାନେ ତାକୁ ତିଆରି କରିଥିଲେ। ଯେଉଁଟାକି ପ୍ରଥମରେ ଆସିଲା ଆମର ଉଡ୍ କ୍ରାଫ୍ଟ। ଉଡ୍ କ୍ରାଫ୍ଟରେ ହାଲକାରେ ସେଟା କରାଯିବ, ଯେଉଁଟାକି ପାଇନ୍ କାଠରେ କରାଯାଇଛି। ସେ ପାଇନ୍ କାଠଟା ହେଲେ କ'ଣ ଟିକେ ଫିନିସିଂ ରହିବ, ହାଲକା ରହିବ। ଉଡ୍ କ୍ରାଫ୍ଟର କାମ ହେଲା ଆମର ବକ୍ସ କରିବା। ସେଥିରେ ଅନନ୍ୟ 5ଟା ବକ୍ସ କରିବା ପାଇଁ ଆନୁମାନିକ 4-5 ଜଣ କାରିଗର ଆଉ 4-5 ଦିନର ସମୟ ବି ଯାଇଛି। ତାପରେ ସେଟା ହସ୍ତାନ୍ତର କରାଗଲା ଆମର ଯେଉଁ ସୁନାମଧନ୍ୟ ଇଏ ଅଛନ୍ତି ନ୍ୟାସନାଲ୍ ଆୱାର୍ଡ଼ ଦ୍ୱିଜବର ଦାସ, ଯେଉଁଟାକି ପାମିଲିର ସେମାନେ ତାପରେ ଏକ୍ସପର୍ଟ, ଆଉ ସେମାନଙ୍କୁ ହ୍ୟାଣ୍ଡଓଭର କରାଗଲା ପାମିଲିର କିଛି ବର୍ଡ଼ର ଖୋଦେଇ କରିବା ପାଇଁ। ତା ଦେହରେ ତାଙ୍କର ସହଯୋଗୀ କାରିଗର ଯଥା ଶ୍ରୀକାନ୍ତ ବେହେରା ଆଉ ନିରଞ୍ଜନ ମୁଖୀ ଆଉ କେତେ ଗୁଡ଼ିଏ ସବୁ କାରିଗର ସେଠି 8-10 ଜଣ ସହଯୋଗ କଲେ। ସହଯୋଗ କରିକି ତାକୁ ସୁନ୍ଦର ଭାବରେ ଏଇଟା କରିସାରିଲା ପରେ, ହଁ ଆଉ ଗୋଟେ କଥା ହେଲା କ'ଣ, ଯେତେବେଳେ ଆମ ବକ୍ସ ତିଆରି ସରିଗଲା, ସେତେବେଳେ ହ୍ୟାଣ୍ଡଲୁମ୍ର କନସେପ୍ଟ ରହିବ ଆମର। ଏ ଚିନ୍ତାଧାରା ହେଲା ଯେଉଁଟାକି ଆମର କମିଶନର କମ୍ ସେକ୍ରେଟାରୀ ସଚିବ ଅଛନ୍ତି ମ୍ୟାଡ଼ାମ୍ ଗୁହା ପୁନମ ତାପସ କୁମାର, ଆଉ ତାଙ୍କର କନସେପ୍ଟକୁ ନେଇକି ଆମର ଉତ୍କଳିକାର ଡିଜାଇନର ଅଛନ୍ତି ଯେ ମ୍ୟାଡ଼ାମଙ୍କ ଲୋକ ରାହୁଲଜୀ, ସେ ସବୁ କନସେପ୍ଟ ମ୍ୟାଡ଼ାମଙ୍କର। ଆଉ ସେ ତାକୁ ମିଳିତ ଉଦ୍ୟମରେ ଯେତେବେଳେ କରିବା ପାଇଁ ଚାହିଁଲେ, ଆମେ ସମସ୍ତେ ବହୁତ ଖୁସି ହେଲୁ। ଆମେ ସମସ୍ତେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଲୁ। ତାପରେ ଯେତେବେଳେ ଏ ପଟ୍ଟଚିତ୍ରର ଏ ଯେଉଁ ପାମିଲିର କାମ ସରିଗଲା ପରେ ସେଇଠୁ ବକ୍ସ ଆସିଲା। ଯେ ବକ୍ସଟା ଏମିତି ତିଆରି ହେଇଗଲା। ତିଆରି ହେଲା ପରେ ତା'ର ଫୋଲ୍ଡିଂ ସିଷ୍ଟମ୍, ହ୍ୟାଣ୍ଡେଲ୍ ସିଷ୍ଟମ୍ ଆଉ ବାକି ଡେକୋରେସନ୍, ଏ ବାବଦରେ ଆଉ କିଛି ନଲେଜ ଆଉ କାହାର ନାହିଁ। ତାପରେ ଆମର ଡାଇରେକ୍ଟର ଅଫିସରେ ଆମର ଯେଉଁ ଉଚ୍ଚ ଅଧିକାରୀମାନେ ବସିଥିଲେ, ଆସିଷ୍ଟାଣ୍ଟ ଡାଇରେକ୍ଟର ଅଫିସରେ ଅଧିକାରୀମାନେ ସମସ୍ତେ ଥିଲେ, ଆମର କମିଶନର କମ୍ ସେକ୍ରେଟାରୀ ମ୍ୟାଡ଼ାମ୍ ବି ଥିଲେ। କିଏ କରିବ, ସେଥିପାଇଁ ମୋତେ ଶେଷ ମୁହୂର୍ତ୍ତରେ ଟକରା ଆସିଲା। ମୁଁ କହିଲି ହଁ କରିବା, କିଛି ଅସୁବିଧା ନାହିଁ କରିବା। କିନ୍ତୁ ମୋତେ ଟିକେ ଆମେ
କରିବାକୁ ମୋତେ ସମୟ ଭାବିବାକୁ ଦେବେ। କାହିଁକି ମୁଁ ଭାବିବାକୁ ସମୟ ମାଗିଲି ନା ମୁଁ ଦେଖିଛି କେନ୍ଦ୍ରମନ୍ତ୍ରୀଙ୍କ ମାନନୀୟ ସୀତାରମଣଙ୍କ ହାତରେ ଯେଉଁ ଲାଲର ବଜେଟ୍ ବକ୍ସଟା ଆସିଥିଲା, ନହେଲା ଆମେ କେମିତି ଓଡ଼ିଶାର କାରିଗରମାନେ ଗୋଟେ ମିଳିତ ଉଦ୍ୟମରେ କାମ କରିବୁ ଆଉ ଓଡ଼ିଶାର ନାଁ ବଜାୟ ରଖିବୁ, ମୁଖ୍ୟମନ୍ତ୍ରୀଙ୍କ ନାଁ ବି ବଜାୟ ରହିବ, ଅଧିକାରୀମାନଙ୍କ ନାଁ ବି ବଜାୟ ରହିବ। ଏହା ଦେହରେ ଆମର ସରକାରଙ୍କର ଯେଉଁଠି 4ଟି ସଂସ୍ଥା ଅଛି ଆଉ ଉତ୍କଳ ଆମକୁ ବକ୍ସରେ ହ୍ୟାଣ୍ଡଓଭର କରାହେଲା ପରେ ଆମେ ଚିନ୍ତା କରିକି କ'ଣ ଆମେ କରିପାରିବା। ଆମକୁ ସମୟ ବହୁତ କମ୍, ତା ପରଦିନ ସକାଳୁ ଆମେ କାମରେ ଲାଗି ପଡ଼ିଲା ପରେ ଡିଜାଇନଟା ଯେତିକି ମୁଁ ପ୍ରସ୍ତୁତ କରିଥିଲି, ହ୍ୟାଣ୍ଡେଲ୍ ଆଉ କର୍ଣ୍ଣର ଆଉ ବାକି ଏମ୍ବ୍ଲମ୍ ସବୁଗୁଡ଼ା ଡିଜାଇନ୍ କରିକି ମ୍ୟାମ୍ଙ୍କ ପାଖକୁ ଫଟୋ ଛଡ଼ା ହେଲା। ତାପରେ ମ୍ୟାମ୍ ସେତିକି ଜିନିଷ ଦେଖିକି ଖୁସି ହେଇକି ପଠେଇଲେ ସିଏମ୍ଙ୍କ ପାଖକୁ। ସିଏମ୍ ପାଖକୁ ଆପ୍ରୁଭାଲ୍ ପଳେଇ ଆସିଲା ପରେ ମୋତେ ମ୍ୟାମ୍ କହିଲେ ହ୍ୟାଣ୍ଡେଲ୍ଟା ଟିକେ ଛୋଟ ହେଇଗଲା ଆଉ 3ଟା ଆଙ୍ଗୁଠି ଗଳୁଛି, ତେଣୁକରି ଯେମିତି କମ୍ଫର୍ଟେବୁଲ୍ ଲାଗିବ ଧରିକି ଆଉ ଆମର ସିଏମ୍ ଆସିବେ ବଜେଟ୍ ଉପସ୍ଥାପନ କରିବେ। ଆମର ଠିକ୍ ଅଛି। ତାପରେ ଆମେ କ'ଣ କରୁ ନା ମାନେ ମ୍ୟାମ୍ ଆମକୁ ଗୋଟେ ସମୟ ଟିକେ ଦିଆଯାଉ। ମ୍ୟାମ୍ ସେତେବେଳେ କହିଥିଲେ ଦେଖିକି ଆଉ କିଛି ତାପରେ ପିତ୍ତଳ ବର୍ଡ଼ର ଡିଜାଇନ୍ ହେଇପାରିବ। ମୁଁ କହିଲି ହଁ ଡିଜାଇନ୍ ହେଇପାରିବ, କିନ୍ତୁ ଡିଜାଇନ୍ ଏଟା ଟିକେ ଟାଇମ୍ ଲାଗିବ। ସେଠୁ ସେତିକିରେ ଓକେ କରିକି କହିଲେ ଠିକ୍ ଅଛି ଆଉ ଆଟ୍ରାକ୍ଟିଭ୍ କରନ୍ତୁ, ରାଜ୍ୟ ସାରା ରାଜ୍ୟ ଦେଖିବେ। ମୋ ମନ ଉତ୍ଫୁଲ୍ଲିତ ଲାଗିଲା। ମୁଁ କହିଲି ଠିକ୍ ଅଛି, ତାହେଲେ ଗୋଟେ ଗୌରବର ବିଷୟ। ତାପରେ ତଳ ଉପରେ ଦୁଇଟାକ ଯାହା ମ୍ୟାଡ଼ାମ୍କୁ ମୁଁ ଏତିକି କହିଲି, ମୁଁ କହିଲି ମୋତେ ସମୟ ଦେଲେ ମୁଁ ଆଉ ଟିକେ ଡିଜାଇନ୍ କରିଦେବି। ତାପରେ ଆଉ କିଛି ଗୋଟେ ଡିଜାଇନ୍ ଆଡ଼୍ କରିଦେବି, ଅତି ସୁନ୍ଦର ଭାବରେ ଆମେ ସେ କାମକୁ ସମାପନ କରୁ। ତ ଯେମିତିକି ଆମେ ଦେଖିଥିଲେ ଯେଉଁ କାମ କରାଗଲା, ଯେଉଁ ଆପଣଙ୍କ କାରିଗରମାନେ ଅନ୍ୟମାନେ ସବୁ ଥିଲେ, ଏଇ ଯେଉଁ ବର୍ତ୍ତମାନ ସାରା ଓଡ଼ିଶାରେ ବି ପ୍ରଶଂସା ଅଛି, ଏଇ ଯେଉଁ ବଜେଟ୍ ବକ୍ସ ତିଆରି କରାଗଲା ବାଳକାଟି ପାଇଁ ଗର୍ବ ଏବଂ ଜୟଦେବ ପାଇଁ ଗୌରବ ଯେ ଆମ ଜୟଦେବ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ବା ଯେଉଁ ଆମ ଯେଉଁ କାରିଗରମାନେ ସବୁ ଅଛନ୍ତି, କାରିଗରଙ୍କୁ କି ବାର୍ତ୍ତା ଦେବେ ଆପଣ? ସେମାନଙ୍କୁ ମୁଁ ଏତିକି ବାର୍ତ୍ତା ଦେବି, ଆମେ ଜୟଦେବ ନିର୍ବାଚନ ମଣ୍ଡଳୀରେ ଯେତେ କାରିଗରମାନେ ଅଛେ ଆଉ ଜୟଦେବ ନିର୍ବାଚନ ମଣ୍ଡଳୀର ଉନ୍ନତିକରଣ ସକାଶେ କଂସା ପିତ୍ତଳ ଠାରୁ ଲଗେଇକି ପିଏନ୍ଏନ୍ର କାମ, ଜୁଏଲାରୀ, ଆମର ରହିଲା ଟେରାକୋଟା ଆଉ ପାମିଲି, ପଟ୍ଟଚିତ୍ର, ଚାନ୍ଦୁଆ, ଆମର ଏହାରେ ସବୁ ପ୍ରକାର କାରିଗର ବହୁତ ଅଛନ୍ତି। କିନ୍ତୁ ଖୋର୍ଦ୍ଧା ଜିଲ୍ଲା ଭିତରେ ଜୟଦେବର ଅଧିକା। କିନ୍ତୁ ଜୟଦେବର ଗୋଟେ ଐତିହ୍ୟ ରହିଛି ଯେଉଁଠି 64 ଯୋଉଠି ମହାମାୟା ଆଉ ଇଣ୍ଟରନ୍ୟାସନାଲ୍ ଟୁରିଜିମ୍ ସେଣ୍ଟର, ବହୁତ ବିଦେଶୀ ଆଉ ବି ସ୍ୱଦେଶୀ ଆସୁଛନ୍ତି ଦେଖିବା ପାଇଁ ଆମର ଏଗୁଟାକୁ। ଯେ ଆପଣ ଇତିହାସରେ ପଢ଼ିଥିବେ କଂସା ପିତ୍ତଳ ପାଇଁ ପ୍ରସିଦ୍ଧ ହେଲା ଯେ କଣ୍ଟିମୁଣ୍ଡା, ବାଳକାଟି, ରେମୁଣା, କଣ୍ଟିଲୋ, 4ଟି ଜାଗା। ଆଉ ତ ବହୁତ ଅଦସ୍ତ ଅଛନ୍ତି। ଆଉ ଯଦି କଣ୍ଟିଲୋକୁ ଐତିହ୍ୟ ଗ୍ରାମ ଘୋଷଣା କରାଗଲା ଆଉ ଯଦି ବାଳକାଟିକି ଜୟଦେବ ନିର୍ବାଚନ ମଣ୍ଡଳୀର ବାଳକାଟିକି ଐତିହ୍ୟ ଗ୍ରାମ ଘୋଷଣା କରାଯାଆନ୍ତା, ଆମେ ସବୁ ବର୍ଗର ଲୋକମାନଙ୍କୁ ବହୁତ ସୁବିଧା ସୁଯୋଗ ମିଳନ୍ତା, ଆମେ ନିଜକୁ ଗୌରବାନ୍ୱିତ ମନେ କରିବା। ପ୍ରଶାସନକୁ କ'ଣ କହିବେ, ଯେମିତି ବହୁତ କାରିଗର ଅଛନ୍ତି, ଆପଣ ଟିକେ କହୁଛନ୍ତି ବହୁତ କାରିଗର ଅଛନ୍ତି, ଯେ ଜୟଦେବର ବାଳକାଟିରେ କ'ଣ ଆଉ ଉନ୍ନତିକରଣ କରାଯାଇପାରିଲେ ମାନେ କାରିଗରମାନେ ଉପକୃତ ହୋଇପାରିବେ ପ୍ରଶାସନ ପକ୍ଷରୁ? ହଁ, ପ୍ରଶାସନ ଆମକୁ, ଆପଣ ଏବେ ଗୋଟେ ଜାଣିଛନ୍ତି ଯେ ଥରେ ସେକ୍ରେଟାରୀ ମ୍ୟାମ୍ ଆସିଥିଲେ, ଆମର ମିଟିଂ କରାଯାଇଥିଲା 64 ଯୋଗିନୀରେ। ଆଉ ସେ କାରିଗରଙ୍କୁ ମାନଙ୍କର ଏତେ ଭଲ ପାଇବା ଦେଖିକି ସେ ପ୍ରଥମେ ବ୍ରାସ୍ ଆଣ୍ଡ ବେଲ୍ ମେଟାଲର ଗୋଟେ CFC ସେଣ୍ଟର, ଯେଉଁଟାକି ଓଡ଼ିଶାରେ ପ୍ରଥମ,
ଆମକୁ ସମ୍ମତି ଦେଇଛନ୍ତି ଆଉ ତା ପାଇଁ ସବୁ ପ୍ରସ୍ତୁତି ପର୍ବ ଜାରି ରହିଛି। ଆଉ ଆମର ଯେଉଁ ବିଭାଗ ହସ୍ତଶିଳ୍ପ ବିଭାଗ ଉଚ୍ଚ ପଦାଧିକାରୀମାନେ ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ରହିଛି। ଆଉ ସେଦିନ ରାତିରେ ସେଦିନ ସକାଳୁ ସବୁ ପଦାଧିକାରୀମାନଙ୍କୁ ପଠାଇଥିଲେ ଯେ ସକାଳ 6ଟାରୁ ରାତି 1 ପର୍ଯ୍ୟନ୍ତ ଆମେ କାମ କରିକି ଆମେ ସେ ଜିନିଷ ସମାପ୍ତ କରିକି ଦେଲୁ। ଆଉ ରାତି 1ଟା ପରେ ଆମେ ଗାଧେଇଲୁ ଖାଇଲୁ, କାହିଁକିନା ଆମର ଆଗ୍ରହ ଅଛି ଯେ କେମିତି ଆମର ଜୟଦେବର ନା ଆଗକୁ ଯାଉ ଆଉ ଜୟଦେବର କିଛି ନୂଆ ପିଢ଼ି ଯେଉଁ ଆଗକୁ ଅଛନ୍ତି ସେମାନଙ୍କର ଉତ୍ତରୋତ୍ତର ଉନ୍ନତି ହେଉ ଏତିକି କହିକି ମୁଁ ଯେମିତିକି ଆଜି କାରିଗର ଯିଏ ତାଙ୍କର ମତ ରଖିଥିଲେ ଯେ ଏଇ ଯେଉଁ ବଜେଟ୍ ବକ୍ସ କରିବା ପାଇଁ ତାଙ୍କୁ ରାତି 1 ବାଜିଥିଲା, ନ ଖାଇ ମାନେ ଖାଇ ଗାଧୋଇ ନାହାନ୍ତି କାମ କରିଥିଲେ ଏବଂ 1 ରାତିରେ କାର୍ଯ୍ୟ ସମାପନ କରିଥିଲେ। ଏବଂ ସେହି କାର୍ଯ୍ୟ ଆଜି ସମଗ୍ର ଓଡ଼ିଶାରେ ସେ କରିଥିବା ବଜେଟ୍ ବକ୍ସଟି ବହୁତ ଆକର୍ଷଣୀୟ ହୋଇଛି ଏବଂ ଲୋକାଦୃତ ମଧ୍ୟ ହୋଇଛି ଏବଂ ବଜେଟ୍ ମଧ୍ୟ ଓଡ଼ିଶା ପାଇଁ ବହୁତ କିଛି ଉନ୍ନତିକରଣ କରିବା ପାଇଁ ବଜେଟ୍ ମଧ୍ୟ ପାସ୍ ହୋଇଛି। ଏବଂ ଯେମିତିକି କାରିଗର ମହାଶୟ କହୁଥିଲେ ଯଦି ବାଳଘାଟରେ ଅଲଗା କିଛି କରାଯାଇପାରିବ ପ୍ରଶାସନ ମୁଖ୍ୟ ନିଶ୍ଚିତ ଭାବରେ ସମସ୍ତ କାରିଗରମାନେ ଉପକୃତ ହୋଇପାରିବେ। ଜୟଦେବ ନିର୍ବାଚନ ମଣ୍ଡଳୀରେ ଥିବା ବହୁତ କାରିଗର ଅଛନ୍ତି, ସେମାନଙ୍କୁ ଯଦି ପ୍ରଶାସନ ପକ୍ଷରୁ ଆଉ କିଛି ସୁବିଧା ମିଳନ୍ତା ସେମାନେ ନିଶ୍ଚିତ ଭାବରେ ଓଡ଼ିଶାରେ ନାଁ କରିପାରିବେ।